12 ମାସରେ 13 ପର୍ବ ଲୋକକଥା ଥିବା ବେଳେ ବର୍ଷଯାକ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଛି ଅନେକ ଜାନିଜାତ ତନ୍ମଧ୍ୟରୁ ମକର ମେଳା ଅନ୍ୟତମ। ସାରା ରାଜ୍ୟରେ ମକର ମେଳା ଜାକଜମକରେ ଅନୁଷ୍ଠିତ ହେଉଥିବା ବେଳେ ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତରେ ମା କ୍ଷେତ୍ରବାସୀଙ୍କ ମକର ମେଳା ମଧ୍ୟ ବହୁ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି। ମାଙ୍କ ମେଳାରେ ବହୁ ପୁରାତନ ପରମ୍ପରା ଯୋଡ଼ି ହୋଇ ରହିଛି। ଯେମିତିକି ମା କ୍ଷେତ୍ରବାସୀଙ୍କ ପୀଠରେ ମକର ସଂକ୍ରାନ୍ତି ଦିନ କାଳିସୀ ଜାତ ପୁରାତନ ଐତିହ୍ୟକୁ ମନେ ପକାଇ ଦିଏ। ପଞ୍ଚାୟତର ପ୍ରାୟ ସମସ୍ତ ଗ୍ରାମରୁ ଗ୍ରାମଦେବତୀଙ୍କ ପୀଠରେ ସଂକ୍ରାନ୍ତି ଦିନ ହୋମଯଜ୍ଞ ସରିବା ପରେ ଅପରାହ୍ନରେ ମା ଗ୍ରାମଦେବତୀଙ୍କ ପାଖରୁ କଳସୀମାନ ବାହାରିଥାନ୍ତି। ମା କ୍ଷେତ୍ରବାସୀଙ୍କ ନିକଟରେ ପହଞ୍ଚିବା ପରେ ସେଠାରେ କାଳିସୀମାନେ ପୂଜାପାଠ ସରିବା ପରେ ସମସ୍ତ କାଳିସୀଙ୍କ ମେଳାରେ ଜାତ ବହୁ ଉତ୍ସବ ମୁଖର ହୁଏ। ପ୍ରବାଦ ରହିଛି ମା କ୍ଷେତ୍ରବାସୀ ହେଉଛନ୍ତି ଡାକୁଆ ଠାକୁରାଣୀ, ଯିଏ ଯାହା ମାନସିକ କରେ ତାହା ପ୍ରାପ୍ତି ହୁଏ। ତେଣୁ ଅଞ୍ଚଳର ଭଲ ମନ୍ଦ ମା କାଳିସୀ ରୂପରେ ଆସି ଅଞ୍ଚଳବାସୀଙ୍କୁ ଜଣାଇ ଦିଅନ୍ତି ବୋଲି ଯାହା ଅଞ୍ଚଳବାସୀ କୁହନ୍ତି। ଏବଂ ପ୍ରଥମେ ମା ଚାଳଛପର ଘରେ ରହୁଥିଲେ, ପରେ ମାଙ୍କର ଛୋଟ ମନ୍ଦିରଟିଏ ହେଲା। ଆଉ ଏବେ ମାଙ୍କ ଆଶୀର୍ବାଦରୁ ମାଙ୍କ ମନ୍ଦିର ମଧ୍ୟ ବଡ଼ ହେଲା। ତେଣୁ ମା ହେଉଛନ୍ତି କରୁଣାମୟୀ, ମମତାମୟୀ, ସମାଜର କଲ୍ୟାଣ ପାଇଁ ମାଙ୍କ ଆଗମନ ବୋଲି କୁହନ୍ତି ପୂଜକ। ପାର୍ଶ୍ୱ ଦେବତା ଭାବରେ ମା ସ୍ୱପ୍ନେଶ୍ୱରୀ, ମା ଭଦ୍ରକାଳୀ ଓ ବୀର ବଜରଙ୍ଗୀ ମହାବୀର ହନୁମାନ ମଧ୍ୟ ବିରାଜମାନ କରିଛନ୍ତି। ମକର ସଂକ୍ରାନ୍ତିକୁ ଲାଗି 4 ଦିନ ଧରି ମାଙ୍କର ଯାତ ଚାଲିଥାଏ। ମୀନା ବଜାର ସାଙ୍ଗକୁ ରାତିରେ ଅପେରା ଶୋ ଆହୁରି ମକର ଯାତ୍ରାକୁ ଉତ୍ସବ ମୁଖର କରିଦିଏ। ଆପଣଙ୍କର ମା କ୍ଷେତ୍ରବାସୀ ହେଲେ ଆମ ଏପଟ ଅଞ୍ଚଳର ଗ୍ରାମଦେବତୀ। ଗ୍ରାମଦେବତୀ ତାଙ୍କର ବହୁ ପୂର୍ବପୁରୁଷ ଅମଳରୁ ଏଠୁ ମକର ସଂକ୍ରାନ୍ତି ମକର ପିଠା ଖାଇକି ତାପରେ ଆପଣଙ୍କର ଘୋଡ଼ା ଫୁଡ଼ା ଚଢ଼ାନ୍ତି। ଘୋଡ଼ା ଫୁଡ଼ା ଚଢ଼େଇକି ଆପଣଙ୍କ ଦାସୀ ଯାତ୍ରା ହୁଏ। ଦାସୀ ଯାତ୍ରା ହେଇସାରିଲା ପରେ ଏଠି ଫ୍ରି ସେଲ୍ 3 ରାତି ଆପଣଙ୍କର ବଡ଼ ବଡ଼ ଅପେରା ଫ୍ରି ଶୋର ଲୋକମାନେ ଦେଖନ୍ତି ଆଉ ଆନନ୍ଦ ଅନୁଭବ। ଆପଣଙ୍କର ଇଏ ଆହ୍ୱାନ କଳରୁ ଯେତେବେଳେ ଗ୍ରାମ ସୃଷ୍ଟି ହେଲା, ତାପରେ ଗ୍ରାମ ଦେବତୀ ମାନେ ପୃଥିବୀ ସାରା ରହିଲେ, ସେଇ ଟାଇମ୍ରେ ରହିଯାଇଛନ୍ତି। ସେଇଦିନ କତରୁ ଆପଣଙ୍କର ହେଉଛି ପୂଜା ଅର୍ଚ୍ଚନା ଚାଲି ଚାଲିକା ଆସୁଛି ଆଉ ଲୋକଙ୍କର ଯେତେବେଳେ ହେତୁ ହେଲା ଠାକୁର ବୋଲି ମାନିଲେ, ସେଇ ଟାଇମ୍ରୁ ଆରମ୍ଭ ହେଇଯାଇଛି ଆଉ। ଆପଣଙ୍କର କାଳିସୀ ଯାତ୍ରା ମା ନିଜେ ହେଉଛି ଆଗରୁ ତ ମେଡ଼ିକାଲ ପାଖରେ ଥିଲାନି, ଆଗରୁ ତ ହେଉଛି ମାନେ ରୋଗ ବୈରାଗ ହେଲା ମାନେ ସବୁ ମାଆଙ୍କର ଶରଣାପନ୍ନ ହୁଅନ୍ତି। କିଏ ଘୋଡ଼ା ମାନସିକ ରଖେ, କିଏ ଆପଣଙ୍କର ହେଉଛି ଭୋଗରାଗ କରନ୍ତି। ଏଇ ହିସାବରେ ସବୁ ଆମ ତ ଓଡ଼ିଶା ସାରା ଲୋକଙ୍କର ବିଶ୍ୱାସ ଦେବାଦେବୀଙ୍କ ଉପରେ ଆଉ। ମକର ସଂକ୍ରାନ୍ତି ପର୍ବ ହେଉଛି ଆମର ସମସ୍ତଙ୍କର ପ୍ରିୟ ଆଉ ପବିତ୍ର ପର୍ବ। ଇଏ ଯେଉଁ ମାଙ୍କର ଶକ୍ତିପୀଠ ମା କ୍ଷେତ୍ରବାସୀଙ୍କର ଏ ଯେଉଁ ପୀଠ, ଏଠି ବର୍ତ୍ତମାନ ମନ୍ଦିର ମାଳିନ୍ୟ ମା ସନ୍ତୋଷୀ ମନ୍ଦିର ପାଖରୁ ଆରମ୍ଭ କରି ମା ଭଦ୍ରକାଳୀ, ଜୟ ମହାବୀର ଆଦି ମନ୍ଦିର ଗଢ଼ି ଉଠି ସାରିଲାଣି। ମୁଁ ଦୀର୍ଘ 10 ବର୍ଷ ଧରି ଏ ପୀଠକୁ ଆସୁଅଛି। ଇଏ ଯେଉଁ ପନ୍ତରଗୁଡ଼ା ସବୁ ଅପରିଷ୍କାର ହୋଇ ପଡ଼ିଥିଲା, ତାର ଉନ୍ନତିକରଣ ହୋଇନଥିଲା। ବର୍ତ୍ତମାନ ଯେ ସରପଞ୍ଚ ଆମର ସ୍ୱର୍ଗତ ନିରଞ୍ଜନ ମଲ୍ଲିକଙ୍କ ସମୟରେ ଏ ପୀଠର ଉନ୍ନତିକରଣ ହୋଇଛି। ଆମେ ଯାହା ଦେଖୁଛୁ ଆଲୋକୀକରଣ ହେବା ସହିତ ତଳେ ଯେଉଁ ଆପଣ ଦେଖୁଛନ୍ତି ଫ୍ଲାଏଆସ୍ ବ୍ରିକ୍ ବିଛା ହୋଇ ପକ୍କାରେ ନିର୍ମିତ ହୋଇଛି, ଯାହାକି ଭକ୍ତମାନେ ଆରାମରେ ବୁଲି ପାରୁଛନ୍ତି। ତେଣୁ ଏଠି ଗୋଟିଏ ଅସୁବିଧା ରହିଛି କ'ଣ, ୟାକୁ ଆମେ ଚାହୁଁଛୁ ଗୋଟେ ଐତିହାସିକ ପୂର୍ଣ୍ଣ ଇଏ ଗୋଟେ ପୀଠ ହେଉ। ଆମେ ବିଗତ ଦିନ ଧରି ମୁଁ ଏଠି ଦେଖି ଆସୁଛି ଏବଂ କର୍ମକର୍ତ୍ତାମାନେ ଦାବି କରି ଆସୁଛନ୍ତି, ଏହା ଗୋଟିଏ ଯେହେତୁ ଅବହେଳିତ ରହିଛି ଶକ୍ତିପୀଠ, ୟାକୁ ସୌନ୍ଦର୍ଯ୍ୟକରଣ ଧୀରେ ଧୀରେ ଆର ଉନ୍ନତି ଦେଖାଦେଇଛି। ଏହା ଗୋଟେ ସୌନ୍ଦର୍ଯ୍ୟସ୍ଥଳୀ ତୀର୍ଥସ୍ଥଳୀ ହେଉ ବୋଲି ଆମର ଦାବି ରହିଆସୁଛି ଦୀର୍ଘ ଦିନ ଧରି। ମୁଁ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ୱ ହେବ ଏ ପୀଠକୁ ଆସୁଛି। ଏ ଜଣେ ଶକ୍ତିପୀଠ, ପ୍ରତ୍ୟକ୍ଷ ଦେବୀ ମା କ୍ଷେତ୍ରବାସୀ। ଏଠି ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ, ଆପଣଙ୍କର ଭଜନ ସମାରୋହ ହେଉ, ଯାତ୍ରା ହେଉ, ସବୁବେଳେ ପଡ଼ିଥାଏ। ଦୀର୍ଘ 7 ଦିନ 8 ଦିନ ଆନନ୍ଦ ଉଲ୍ଲାସରେ ଭକ୍ତମାନେ ଏଠି ଆସି ଭୋଗରାଗ କରିଥାନ୍ତି। ତାପରେ ମା କ୍ଷେତ୍ରବାସୀଙ୍କୁ ମା ଜୟ ମା ସନ୍ତୋଷୀ ମନ୍ଦିର ଏଠି ଯେତେବେଳେ ଗଢ଼ି ଉଠିଲା, ଆହୁରି ଏହାର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଛି। ଆହୁରି ଜୟ ମହାବୀର କୁହନ୍ତୁ ଭଦ୍ରକାଳୀ ମନ୍ଦିର ହେବା ପରେ ଆହୁରି ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଛି। ନିକଟରେ କପାଳୀ ନଦୀ ପ୍ରବାହିତ, ଯେଉଁଟାକି ଇଏ ଗୋଟେ ଧର୍ମ ମାଳିନ୍ୟ, ମନ୍ଦିର ମାଳିନ୍ୟ ଗ୍ରାମ, ଯାହାକି ଚୁନିନ୍ଦା। ଏଠାକୁ ବହୁ ଭକ୍ତ, ଖାଲି ଆମର କଲେଇ ପଞ୍ଚାୟତ ଲୋକ ଆସନ୍ତିନି, ଭଦ୍ରକ ଜିଲ୍ଲାରୁ ବହୁ ଦୂର ଦୂରାନ୍ତରୁ ପାଖ ବ୍ଲକର ଲୋକମାନେ ଏଠି ଆସୁଛନ୍ତି। ଏ ମକର ମେଳା ଆନନ୍ଦିତ ହେଉଛି, ସୌନ୍ଦର୍ଯ୍ୟ ମୁଖର ହେଉଛି। प्रत्येक वर्ष जनवरी 14 तारिख मकर संक्रांति पालन कराए।
संक्रांति दिन प्रथम सूर्य पूजा माँ को रीति नीति पूजा विधि चंडीपाठ सप्ताह चंडीपाठ होता है सप्ताह चंडीपाठ पर पूर्णाहुति होता है आउ एठी मुख्य आकर्षण होउचंदी माँकर कालीसी एठी पाख आख बहुत गाँ पाखर आसी एठारे कालीसी दासी एठारे होचे दासी नृत्य होता है दासी मानकर आशीर्वाद बहुत श्रद्धालु भक्त मैंने आसी नहीं था 4 दिन 5 दिन पर्यंत पूजा चलू था पूजार मुख्य आमर रहिले माँ क्षेत्रवासी माँ संतोषी माँ स्वप्नेश्वरी माँ संतोषी वीर महावीर हनुमान अच्छा माँ भद्रकाली एठार विराजमान कर प्रसिद्ध भद्रक जिलार यह बहुत बड़ शक्तिपीठ भाव में गणना करा जाए। भद्रकରୁ ସୁବ୍ରକାନ୍ତ ରାଉତରାୟଙ୍କ रिपोर्ट एन ओडिशा।